ହାଇ ସାଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛ କନ୍ୟା ଭିଡ଼ିଓକୁ। ଦେଖନ୍ତୁ ଆପଣଙ୍କର ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲ ଯୋଉଟା କି ଆପଣଙ୍କର ଏମଆରଏସ୍ ଏ ରହିଛି ଆପଣଙ୍କର ମାଲକାନଗିରି ଡିଷ୍ଟ୍ରିକ୍ଟରେ। ଏ ସ୍କୁଲରେ ଆପଣଙ୍କର ରିକ୍ୱାରମେଣ୍ଟ ଆସିଯାଇଛି ଯୋଉଟା କି ଆପଣଙ୍କର କଣ୍ଟ୍ରାକ୍ଚୁଆଲ ରିକ୍ୱାରମେଣ୍ଟ ରହିବ ଏବଂ ଏଥିରେ ଆପଣଙ୍କର ଇଣ୍ଟରଭ୍ୟୁ ଥ୍ରୋରେ ଆପଣଙ୍କର ସିଲେକ୍ସନ କରାଯିବ। ତ ଏଇ ନୋଟିସଟି ଆପଣଙ୍କର 6/4/2024 ରେ ପବ୍ଲିଶ କରାଯାଇଛି। ଦେଖନ୍ତୁ ଏଠି ଆପଣଙ୍କର ଲେଖା ହେଲା ୱେଲକମ୍ ଇଣ୍ଟରଭ୍ୟୁ ଆର୍ ବିଗିନିଂ କଣ୍ଡକ୍ଟେଡ୍ ଫର ପ୍ରିପାରେସନ ଅଫ ପ୍ୟାନେଲ ଟୁ ଫିଲ୍ ଭେରିୟସ୍ ଭ୍ୟାକେଣ୍ଟ ପୋଷ୍ଟ ଇନ୍ ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲ ମେଥିଲି। ଠିକ ଅଛି, ଯୋଉଟା କି ଆପଣଙ୍କ ଚିତ୍ରକୋଣ୍ଡା ଆପଣଙ୍କର ଯୋଉ ରହିଲା ମାଲକାନଗିରି ଡିଷ୍ଟ୍ରିକ୍ଟ ରହିଅଛି। ଗେଷ୍ଟ ଟିଚର ଆପଣଙ୍କର ଏଥିରେ ଆପଏଣ୍ଟମେଣ୍ଟ ଦିଆଯିବ। ପାର୍ଟ ଟାଇମ କଣ୍ଟ୍ରାକ୍ଚୁଆଲ ବେସିସରେ ଆପଣଙ୍କର ସିଲେକ୍ସନ କରାଯିବ ଏବଂ ଏଠି ଆପଣ ଦେଖନ୍ତୁ 2024-27 ଶିକ୍ଷାବର୍ଷ ପାଇଁ ଆପଣଙ୍କର ଏଇ ରିକ୍ୱାରମେଣ୍ଟ ରହିବ। ତ ଦେଖନ୍ତୁ ଏଠି ଆପଣଙ୍କର ଭ୍ୟାକେନ୍ସି ପୋଜିସନ କୋଉ କୋଉ ସବଜେକ୍ଟ ସବୁ କିଛି ଡିଟେଲ ଆପଣଙ୍କର ମେନସନ କରାଯାଇଛି ଏ ପିଡିଏଫ ରେ। କେବେ ଆପଣଙ୍କର ରହିଛି ଇଣ୍ଟରଭ୍ୟୁ ଡେଟ୍, କେମିତି କଣ ଆପଣମାନେ କରିବେ, ସବୁ କିଛି ପ୍ରୋସେସ ସବୁ କିଛି ଆପଣଙ୍କର ମେନସନ ହେଇଛି ଗୋଟେ ପିଡିଏଫ ରେ। এই ପିଡିଏଫ ଟି ମୋ ଟେଲିଗ୍ରାମ ଚ୍ୟାନେଲରେ ଆପଣମାନେ ପାଇଯିବେ। ଠିକ ଅଛି, ତ ଦେଖନ୍ତୁ ଏଇଠି ଆପଣଙ୍କର ପୋଷ୍ଟ ଗ୍ରାଜୁଏଟ ଟିଚର ରହିଛି ମ୍ୟାଥମେଟିକ୍ସ, ଇଂଲିଶ, ଫିଜିକ୍ସ, ହିଷ୍ଟ୍ରି। ଠିକ ଅଛି, ଏବଂ ପର ମନ୍ଥ ସାଲାରୀ ଆପଣଙ୍କର ରହିଛି କେତେ ନା 35,000 ରହିଛି ପର ମନ୍ଥ ସାଲାରୀ। ଏବଂ ଦେଖନ୍ତୁ ଇଣ୍ଟରଭ୍ୟୁ ଡେଟ୍ ଆପଣଙ୍କର 16/4/2024 ରହିଛି। ଆପଣମାନେ ଯାଇକି ରିପୋର୍ଟିଂ କରିବେ 8ଟା AM ରେ। ଠିକ ଅଛି, ତ 16/4/2024 ରହିଛି ଆପଣଙ୍କର ଇଣ୍ଟରଭ୍ୟୁ ଡେଟ୍। ଅନ୍ ଡେଟ୍ ଅନ୍ ଟାଇମରେ ଯାଇକି ଆପଣମାନେ ପହଞ୍ଚିବେ। ଆପଣଙ୍କର ଏଇଠି ଆଡ୍ରେସ ମଧ୍ୟ ମେନସନ କରାଗଲା। ଦେଖନ୍ତୁ ଏଇ ଆଡ୍ରେସରେ ଯାଇକି ଆପଣମାନେ ପହଞ୍ଚିବେ। ଏଇଠି ଦେଖନ୍ତୁ ଆପଣଙ୍କର ଆଡ୍ରେସ ମେନସନ କରାଗଲା। ଏଠି ଆପଣଙ୍କର କ୍ୟୁଆର କୋଡ ରହିଛି। ଏଇ କୋଡଟି ଆପଣମାନେ ସ୍କାନ କରିକି ମଧ୍ୟ ସବୁ ଡିଟେଲ ପାଇଯିବେ। ଏବଂ ଦେଖନ୍ତୁ ଟିଜିଟି ଟିଚର ଆପଣଙ୍କର ରହିଛି। ଏଥିରେ ଆପଣଙ୍କର ହିନ୍ଦୀ ସବଜେକ୍ଟ, ଓଡ଼ିଆ, ଇଂଲିଶ, ମ୍ୟାଥମେଟିକ୍ସ, ସାଇନ୍ସ, ସୋସିଆଲ ସାଇନ୍ସ ଏବଂ ଆପଣଙ୍କ ନନ୍ ଟିଚିଂ ପୋଷ୍ଟ ମଧ୍ୟ ରହିଛି ମ୍ୟୁଜିକ, ଆର୍ଟ ଟିଚର, ପିଇଟି ଫିମେଲ, ପିଇଟି ମେଲ ଏବଂ ଆପଣଙ୍କର କମ୍ପ୍ୟୁଟର ସାଇନ୍ସ ମଧ୍ୟ ରହିଛି ଏଥିରେ ଟିଚର। ଏବଂ 33,000 ଆପଣଙ୍କର ରହିଛି ପର ମନ୍ଥ ସାଲାରୀ ଟିଜିଟି ପାଇଁ। ଏଠି ଦେଖନ୍ତୁ ଆପଣଙ୍କ ସବୁ କିଛି ସାଇଟ୍ ମେନସନ କରାଗଲା। ଏ ସାଇଟ୍ରେ ଆପଣମାନେ ଯାଇକି ଏଇ ସବୁ ପିଡିଏଫ ଏବଂ ଡିଟେଲ ଆପଣମାନେ ପାଇଯିବେ। ଏବଂ ଯୋଉମାନେ ଆପଣଙ୍କ ଇଣ୍ଟରଭ୍ୟୁରେ ଯିବେ ସେମାନେ ଆପଣଙ୍କର ଦେଖନ୍ତୁ ଏଠି ଆପଣଙ୍କର ଗୋଟେ ଗୁଗଲ ଲିଙ୍କ ଦିଆଯାଇଛି। ଏଇ ଲିଙ୍କରେ ଆପଣମାନେ ଫର୍ମଟି ଫିଲ୍ଅପ୍ କରିବେ, ଆପଣଙ୍କ ରେଜିଷ୍ଟ୍ରେସନ କରିବେ। କେବେ ନା ଆପଣଙ୍କର 14/4/2024 ତା ପୂର୍ବରୁ ଆପଣମାନେ କରିନେବେ। ଦେନ୍ ଆପଣଙ୍କର ଇଣ୍ଟରଭ୍ୟୁ ଡେଟ୍ ହେବ ଆପଣଙ୍କର 16/4/2024 ରେ। ଏଠି ଦେଖନ୍ତୁ ତ ଆପଣଙ୍କ ଟୋଟାଲ ମେନସନ କରାଗଲା ସବୁ କିଛି ପୋଷ୍ଟ ଡିଟେଲ, ପିଜିଟି, ଟିଜିଟି ସବୁ କିଛି ରହିଅଛି। ଏବଂ ଆପଣମାନେ ଯେଉଁ ଗୁଗଲ ଫର୍ମଟି ଫିଲ୍ଅପ୍ କରିବେ ତାହା ଆପଣଙ୍କର 14/4/2024 5ଟା ପୂର୍ବରୁ ଆପଣମାନେ କରିନେବେ। ଏବଂ ଦେଖନ୍ତୁ ଏଠି ଆପଣଙ୍କର ପିଜିଟି ଏବଂ ଟିଜିଟିର ରହିଛି ଆପଣଙ୍କର କ୍ୱାଲିଫିକେସନ ଡିଟେଲ୍ସ, ଏଲିଜିବିଲିଟି କ୍ରାଇଟେରିଆ। ଠିକ ଅଛି, ତ କୋଉମାନେ ଆପ୍ଲାଏ କରିପାରିବେ ପିଜିଟିରେ? ଯୋଉମାନେ ଆପଣଙ୍କର ମାଷ୍ଟର ଡିଗ୍ରୀ କରିଥିବେ କିମ୍ବା ଆପଣଙ୍କ ପିଜି କରିଥିବେ ରିଲେଭେଣ୍ଟ ସବଜେକ୍ଟରେ। ଯୋଉ ସବଜେକ୍ଟରେ ଆପଣମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ସେ ସବଜେକ୍ଟରେ ଆପଣମାନେ ମାଷ୍ଟର ଡିଗ୍ରୀ କରିଥିବେ। ସେଥିରେ ଆପଣଙ୍କର 50% ମାର୍କ ରହିଥିବ ଏବଂ ଆପଣମାନେ ବିଇଡି ମଧ୍ୟ କମ୍ପ୍ଲିଟ କରିଥିବେ ଆପଣଙ୍କର ରିକଗ୍ନାଇଜ ୟୁନିଭର୍ସିଟି କିମ୍ବା ଇନଷ୍ଟିଚ୍ୟୁଟରେ। ଠିକ ଅଛି, କମ୍ପ୍ୟୁଟର ନଲେଜ ଆପଣଙ୍କର ଥିବ ଏବଂ ଇଂଲିଶ ହିନ୍ଦୀରେ ଆପଣମାନେ ଟିଚିଂ ଦେଇପାରୁଥିବେ। ସେଇ ଟାଇପର ଦେଖନ୍ତୁ ଆପଣଙ୍କର ଟିଜିଟି ରହିଛି। ଟିଜିଟିରେ ମଧ୍ୟ ଆପଣମାନେ ବ୍ୟାଚଲର ଡିଗ୍ରୀ କରିଥିବେ, ବିଏ କରିଥିବେ, ବିଏସସି କରିଥିବେ, ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ ଏବଂ ରିଲେଭେଣ୍ଟ ସବଜେକ୍ଟରେ କରିଥିବେ। ଠିକ ଅଛି, 50% ମାର୍କ ଆପଣଙ୍କର ରହିଥିବ ବିଏରେ ଏବଂ ଆପଣଙ୍କର ବିଡିରେ ମଧ୍ୟ। ଏବଂ ଆପଣମାନେ ବିଡି କରିଥିବେ ଯୋଉଟା କି ଆପଣଙ୍କ ରିକଗ୍ନାଇଜ ୟୁନିଭର୍ସିଟିରେ ଆପଣମାନେ କରିଥିବେ। କମ୍ପ୍ୟୁଟର ନଲେଜ ଆପଣଙ୍କର ଥିବ, ଇଂଲିଶ ହିନ୍ଦୀରେ ଆପଣମାନେ ଟିଚିଂ ଦେଇପାରୁଥିବେ ଏବଂ ଆପଣଙ୍କର ପେପର 2 କ୍ୱାଲିଫାଇ ଆପଣମାନେ କରିଥିବେ। ଯୋଉ ସିବିଏସଇ ବୋର୍ଡ ଦ୍ୱାରା ଆପଣଙ୍କ ଏକ୍ଜାମ କଣ୍ଡକ୍ଟ କରାଯାଏ ସିଟିଇଟି, ସେ ପେପର 2 ଟି ଆପଣମାନେ କ୍ୱାଲିଫାଇ କରିଥିଲେ ଆପ୍ଲାଏ କରିପାରିବେ। ଠିକ ଅଛି, ଯଦି ଆପଣଙ୍କ ଇନକେସ୍ ଯଦି ସିଟିଇଟି କ୍ୟାଣ୍ଡିଡେଟ୍ କେହି ନଥିବେ ତାହେଲେ ଆପଣମାନେ ବିନା ସିଟିଇଟି ପିଲା ମଧ୍ୟ ଆପଣମାନେ ଆପ୍ଲାଏ କରିଥିଲେ ଆପଣମାନେ ମଧ୍ୟ ଚାନ୍ସ ପାଇବେ। ଏଠି ଦେଖନ୍ତୁ ସବୁ ଆପଣଙ୍କ ଏଲିଜିବିଲିଟି କ୍ରାଇଟେରିଆ ମେନସନ କରାଗଲା ଆପଣଙ୍କର ସବଜେକ୍ଟ ୱାଇଜ। ଏଠି ଦେଖନ୍ତୁ ଆପଣଙ୍କ ଏଜ ଲିମିଟ ରହିଛି 18 ରୁ 65। ଠିକ ଅଛି, 31/1/2024 କୁ ଆପଣଙ୍କର 18 ବର୍ଷ ହଉଥିବ ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ଠିକ ଅଛି, ଏବଂ ଆପଣଙ୍କର ଫର୍ମ ରହିଛି। ଏଇ ଫର୍ମଟି ଆପଣମାନେ ଫିଲ୍ଅପ୍ କରିବେ। ଫିଲ୍ଅପ୍ କରିକି ୟାକୁ ଆପଣମାନେ ସେ ଗୁଗଲ ଫର୍ମରେ ଅପଲୋଡ କରିବେ। ଠିକ ଅଛି, ଏବଂ ସାଥିରେ ମଧ୍ୟ ୟାକୁ ଆପଣମାନେ ନେଇକି ଯିବେ ସବୁ ଡକୁମେଣ୍ଟ ଆଟାଚ କରିକି। এই ଫର୍ମଟି ଆପଣମାନେ କେୟାରଫୁଲି ଫିଲ୍ଅପ୍ କରିବେ। ଏଠି ଆପଣଙ୍କର ପୋଷ୍ଟ ନେମ୍ ଲେଖିବେ, କ୍ୟାଣ୍ଡିଡେଟ୍ ନେମ୍, ଫାଦର ନେମ୍, ମଦର ନେମ୍, ଆପଣଙ୍କର କରସ୍ପଣ୍ଡିଂ ଆଡ୍ରେସ, ପରମାନେଣ୍ଟ ଆଡ୍ରେସ, ଆପଣଙ୍କର ପାସପୋର୍ଟ ସାଇଜ ଫଟୋ ଦେବେ ଏଠି। ଏଠି ଆପଣଙ୍କ କଣ୍ଟାକ୍ଟ ନମ୍ବର, ଯଦି ଆପଣଙ୍କର ଅନ୍ୟ କିଛି ନମ୍ବର ଥାଏ ତାହା ମଧ୍ୟ ଆପଣମାନେ ଦେବେ ଏଠି କଣ୍ଟାକ୍ଟ ନମ୍ବର। ଦେନ୍ ଆପଣଙ୍କ ଡେଟ୍ ଅଫ ବାର୍ଥ ଲେଟରରେ ଲେଖିବେ। ଏଠି ଆପଣଙ୍କର ନ୍ୟାସନାଲିଟି, ଆପଣଙ୍କର କୋଉ କ୍ୟାଟେଗୋରୀରେ ଆପଣମାନେ ଯାଉଛନ୍ତି ତାହା ଆପଣମାନେ ଏଠି ମେନସନ କରିବେ। ଦେନ୍ ଆପଣଙ୍କର ମେଲ୍ ଫିମେଲ ଯାହା ଦେବେ, ମ୍ୟାରିଡ୍ ଅନମ୍ୟାରିଡ୍ ତାହା ଦେବେ। ଏଠି ଆପଣଙ୍କର କ୍ୱାଲିଫିକେସନ ଡିଟେଲ 10th, +2, +3, ବିଏଡ୍ ସବୁ କିଛି ମେନସନ କରିବେ। ସବଜେକ୍ଟ ଆପଣଙ୍କର ମେନସନ କରିବେ, ୟୁନିଭର୍ସିଟି, ପାସିଂ ଇୟର, କେତେ ମାର୍କ ଆପଣମାନେ ରଖିଥିଲେ, କେତେ ମାର୍କ ଆପଣଙ୍କର ଫୁଲ ମାର୍କ ଥିଲା, କେତେ ଆପଣଙ୍କର ପରସେଣ୍ଟେଜ। ଠିକ ଅଛି, କମ୍ପ୍ୟୁଟର ନଲେଜ ଆପଣଙ୍କର ଅଛି କି ନାହିଁ ତାହା ଆପଣମାନେ ମେନସନ କରିବେ। ଏକ୍ସଟ୍ରା କିଛି କ୍ୱାଲିଫିକେସନ ଯଦି ରହିଛି ତାହା ମଧ୍ୟ ଆପଣମାନେ ଏଠି ମେନସନ କରିବେ। ଠିକ ଅଛି, ଯଦି ଆପଣଙ୍କର ଏକ୍ସପିରିଏନ୍ସ ରହିଛି ୟା ପୂର୍ବରୁ ତାହା ମଧ୍ୟ ଆପଣମାନେ ଏଠି
ମେନସନ୍ କରିବେ। ଦେନ୍ ଆପଣଙ୍କ ସିଗ୍ନେଚର, ଡେଟ୍ ଏବଂ ପ୍ଲେସ୍ ଲେଖିକି ଆପଣମାନେ ଏଇ ଯୋଉ ରହିଲା ଫର୍ମଟି ଆପଣଙ୍କର ସବୁ କିଛି ଡିଟେଲ୍ସ ଆପଣମାନେ ଯୋଉ ରହିଛି ଆପଣଙ୍କର ସାର୍ଟିଫିକେଟ ସବୁ କିଛି ନେଇକି ଯାଇକି ପହଞ୍ଚିବେ ଆପଣଙ୍କ 16 ତାରିଖ ଦିନ ଯୋଉ ରହିଛି ଇଣ୍ଟରଭ୍ୟୁ ଡେଟ୍। ଠିକ ଅଛି। ତ ଇଏ ହେଲା ଆପଣଙ୍କର ଏମଆରଏସ୍ ସ୍କୁଲରେ ଆସିଥିବା ଯୋଉଟା କି ଆପଣଙ୍କର ମାଲକାନଗିରି ଡିଷ୍ଟ୍ରିକ୍ଟରେ ରହିଅଛି। ସେଥିରେ ଆପଣଙ୍କର ରିକ୍ୱାରମେଣ୍ଟ କରାଯିବ ଗେଷ୍ଟ ଫ୍ୟାକଲ୍ଟି ଏବଂ ପାର୍ଟ ଟାଇମ୍ କଣ୍ଟ୍ରାକ୍ଚର ଟିଚର। ଠିକ ଅଛି। ତ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଦେଖା ହବ ମିଶ୍ର ଭିଡ଼ିଓକୁ ନେଇକି ଆକୁ ମଧ୍ୟ। ଜୟ ଜଗନ୍ନାଥ।